ଆର ପାରିରେ ଅଭିଜିତ ମଜୁମଦାର 54 ବର୍ଷ ବୟସରେ ଆଉ ସେ ଆମ ଗହଣରେ ନାହାନ୍ତି। ଅଭିଜିତ ମଜୁମଦାରଙ୍କର ଅକାଳ ବିୟୋଗ ଘଟିଛି। ଭୁବନେଶ୍ୱର ଏମ୍ସରେ ଦେହାନ୍ତ ହୋଇଛି। ସେ ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଆମମାନଙ୍କୁ ଛାଡ଼ି ସେ ଅଫେରା ରାଇଜକୁ ଚାଲିଗଲେ। ଗତକାଲି ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଓଡ଼ିଶା ସଙ୍ଗୀତ ପାଇଁ ଅପୂରଣୀୟ କ୍ଷତି। ଗତକାଲି ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ହାରିଗଲେ ଅଭିଜିତ ଦା। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ବେଲ୍ ଆଇକନଟିକୁ ବଜାଇ ଦେବେ ଯଦି ନୂଆ ଆସିଥିବେ। 700ରୁ ଅଧିକ ଗୀତରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ଆମମାନଙ୍କ ପାଇଁ ବଡ଼ ଦୁଃଖଦ ଖବର। ସିନେମା ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଯେଉଁ ଗୀତ ସେ ପରଦାକୁ ଆଣନ୍ତି ସେ ହିଟ୍ ହୋଇଥାଏ ଓ ହୃଦୟ ସ୍ପର୍ଶୀ ହୋଇଥାଏ। ଅଭିଜିତ ଦା ଗୋଟେ ନାଁ ନୁହେଁ, ସେ ଶିକ୍ଷା ଅନୁଷ୍ଠାନ ମଧ୍ୟ। ଆର ପାରିରେ ଅଭିଜିତ ମଜୁମଦାର। ସେ ଆମମାନଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ। ସେ ଏକାକାରରେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ଓ ରଚୟିତା ସହିତ ନିର୍ଦ୍ଦେଶକ ମଧ୍ୟ ଦେଉଥିଲେ। ଫିଲ୍ମ ଦୁନିଆ, ଆଲବମ୍ ଦୁନିଆ, ମେଲୋଡ଼ି ଦୁନିଆ ପାଇଁ ଅପୂରଣୀୟ କ୍ଷତି। ଏହା ଆମମାନଙ୍କ ପାଇଁ ଦୁଃଖଦ ଖବର। ସିନେମା ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଯେଉଁ ଗୀତ ସେ ପରଦାକୁ ଆଣନ୍ତି ଏହା ହିଟ୍ ହୋଇଥାଏ। ସେ 54 ବର୍ଷ ବୟସରେ ଆମମାନଙ୍କୁ ଛାଡ଼ି ଚାଲିଗଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ଚଡ଼କ ଚାଲିଛି। ଦେଖନ୍ତୁ, ରାଇମୋହନ, ହରପଟ୍ଟନାୟକ, ମିହିର ଦାସ, ଉତ୍ତମ ମହାନ୍ତି, ହ୍ୟୁମାନ ସାଗରଙ୍କ ଭଳି ଗାୟକ, ଯୁବ ଗାୟକ ସେ ବି ଚାଲିଗଲେ। ଅଭିଜିତ ଦା ବି ଏତେ ବୟସ୍କ ନୁହନ୍ତି, ସେ ବି ମଧ୍ୟ ଆମ ଗହଣରେ ଆଉ ନାହାନ୍ତି। ବଡ଼ ଦୁଃଖଦ ଖବର। ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା, ସେ ଯେଉଁଠି ବି ଥାଆନ୍ତୁ ତାଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆର ପାରିରେ ଅଭିଜିତ ମଜୁମଦାର। ଅଭିଜିତ ମଜୁମଦାର ଆଉ ଆମ ଗହଣରେ ନାହାନ୍ତି। 54 ବର୍ଷ ବୟସରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଆମ ଗହଣରେ ଚାଲି ଯାଇଛନ୍ତି। ଭୁବନେଶ୍ୱର ଏମ୍ସରେ ଦେହାନ୍ତ ଘଟିଛି। ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ ସେ ଦାଦା। ସେ ଅଫେରା ରାଇଜକୁ ଚାଲିଗଲେ। ଗତକାଲି ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ସିନେମା ଇଣ୍ଡଷ୍ଟ୍ରିର ମୁଖ୍ୟ ନାୟକ ମଧ୍ୟ ଥିଲେ। ହାରିଗଲେ ଅଭିଜିତ ଦା। 700ରୁ ଅଧିକ ଗୀତରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହା ଆମମାନଙ୍କ ପାଇଁ ବଡ଼ ଦୁଃଖଦ ଖବର। ସିନେମା ଇଣ୍ଡଷ୍ଟ୍ରି ପାଇଁ ଏହା ଅପୂରଣୀୟ କ୍ଷତି। ସେ ଏକାକାରରେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ଓ ରଚୟିତା ସହିତ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ବହୁ ଫିଲ୍ମ, ଆଲବମ୍ ଓ ମେଲୋଡ଼ିରେ ବହୁତ ଗୀତ ଗାଆନ୍ତି, ଯାହା ବି ହୃଦୟସ୍ପର୍ଶୀ। ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଚଡ଼କ ପଡ଼ିଛି। ରାଇମୋହନ ବି ନାହାନ୍ତି, ହରପଟ୍ଟନାୟକ ନାହାନ୍ତି, ମିହିର ଦାସ ନାହାନ୍ତି, ହ୍ୟୁମାନ ସାଗର ବି ନାହାନ୍ତି। ଦେଶରେ ଅଭିଜିତ ଦା ବି ପଳେଇଲେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।